ବିହାରରେ ଘଟିଛି ଏପରି ଏକ ଘଟଣା ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଶୁଣନ୍ତୁ, ବିହାରର କିଛି ପିଲାମାନଙ୍କୁ କ୍ୟାନ୍ସର ହୋଇଥିଲା। ତ ସେହି କ୍ୟାନ୍ସରକୁ ରିସର୍ଚ୍ଚ କରିବା ପାଇଁ ମହାବୀର କ୍ୟାନ୍ସର ରିସର୍ଚ୍ଚ ଟିମ୍ ଏମ୍ସ ଦିଲ୍ଲୀ ବିହାରକୁ ସେମାନଙ୍କ ଟ୍ରିଟମେଣ୍ଟ ପାଇଁ ଆସିଥିଲେ। ତ ସେମାନେ ସେମାନଙ୍କର ମଦରଙ୍କ ମିଲ୍କ ନେଲେ ଏବଂ ଟେଷ୍ଟ କରି ଜାଣିବାକୁ ପାଇଲେ ତା ମଧ୍ୟରେ ୟୁରେନିୟମ୍ ଅଛି। ସେ ୟୁରେନିୟମ୍ ଯେଉଁଥିରେ ନ୍ୟୁକ୍ଲିୟର ବମ୍ ବନାଯାଏ, ଯାହାର କିଛି ମାତ୍ର ରାଡ଼ିଏସନ୍ରେ ଗୋଟିଏ ମଣିଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇପାରେ। ତାହା ମଦର ମିଲ୍କରେ କ'ଣ କରୁଛି? ତେବେ ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନରୁ ଜଣାପଡ଼ିଲା ଯେ ବିହାରର ଗ୍ରାଉଣ୍ଡ ୱାଟର ହେଉଛି ପ୍ରଦୂଷିତ। ସେ ପିଇବା ପାଣି ମାଧ୍ୟମରେ ୟୁରେନିୟମ୍ ମାଟି ତଳୁ ମାଙ୍କ ଶରୀରକୁ ଗଲା ଏବଂ ତାହା ମିଲ୍କରେ ପିଲାମାନଙ୍କ ଶରୀରକୁ ଗଲା ଏବଂ ଏହା ଏକ କ୍ଷତିକାରକ ରାଡ଼ିଏସନ୍ ଫଳରେ ପିଲାମାନଙ୍କୁ କ୍ୟାନ୍ସର ରୋଗର ସମ୍ମୁଖୀନ କରାଇଦେଲା। ତେବେ ଘଟଣାଟି କୌଣସି ଗମ୍ଭୀର ନୁହଁ, ମାତ୍ର 40 ଜଣ ଓମ୍ୟାନ୍ ଏଥିରେ ସାମିଲ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ବିହାରରେ ଏହା ପ୍ରଥମ ଥର ପାଇଁ ଘଟିଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଗୋଟେ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ ନିଶ୍ଚିତ କରନ୍ତୁ।